ଯିଏ ବି ଅମାନିଆ ଥିବେ ଏବଂ ସେମାନେ ମାସକୁ ମାସ ଦରମା ନେବେ ତାଙ୍କ କଥା ସବୁ ପ୍ରକାର ସରକାର ଚିନ୍ତା କରୁଛନ୍ତି। ସେ ଅନୁସାରେ ସେମାନେ ଯଦି କର୍ତ୍ତବ୍ୟରେ ଯଦି ଅବହେଳା କରିବେ ନିଶ୍ଚୟ ସରକାର ତାଙ୍କ ପାଇଁ ବି ଆକ୍ସନ। ଆମେ କାମ କରୁଛୁ, କାମ କରିବାକୁ ଆମକୁ ଦିଅନ୍ତୁ, ସମୟ ବି ଦରକାର ସବୁ ତାଙ୍କର ପ୍ରକ୍ରିୟାରେ ଆମେ ତାଙ୍କୁ ରେଗୁଲାର କରିବା ପ୍ରକ୍ରିୟା ଚାଲୁ ରହିଛି। ସେମାନେ ଅଯଥାରେ ଏଠି ଆସିବେ ବସିବେ ପିଲାମାନଙ୍କର ପାଠପଢ଼ାରେ ହେମ୍ପର ହବ ଏସବୁ କ'ଣ ଠିକ୍ କି? କିଏ ଏସବୁ କଥାକୁ ଗ୍ରହଣ କରିବେ କି? ସରକାର ଚିନ୍ତା କରୁଛନ୍ତି। ଦୀର୍ଘ ଦିନ ଧରି ଯାହା ହେଲା ନାହିଁ ବର୍ତ୍ତମାନ ସରକାରରେ ମୋହନ ମାଝୀଙ୍କ ସରକାରରେ ଶିକ୍ଷକମାନଙ୍କୁ ରେଗୁଲାର ଶିକ୍ଷକ ଭାବରେ ନିଯୁକ୍ତି କରିବା ପାଇଁ ଇଏ ସବୁ କଥା ନାଇଁକି ଚିନ୍ତା କରାଯାଉଛି। ଅପେକ୍ଷା କରିବା ଆବଶ୍ୟକତା ଅଛି। ତାଠୁ ଅଧିକା କେବଳ ନିଜ କଥା ଅଧିକା ଚିନ୍ତା କରିବା ଅପେକ୍ଷା ଆମ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ କଥା ବି ଅଧିକା ଚିନ୍ତା କରିବାର ଆବଶ୍ୟକତା ରହିଛି।